ଆଚ୍ଛା ମା, ପିସିଓଡି ପିସିଓଏସ୍ ବିଷୟରେ କିଛି ଜାଣିଛ? ନାଇଁ ନାଇଁ ସେମ୍ କ୍ୱେଶ୍ଚିନ୍ ଆପଣ ଆପଣଙ୍କ ମା କିମ୍ବା ଜେଜେମାଙ୍କୁ ପଚାରିବେ, ତେବେ ଉତ୍ତର ନାହିଁ ଆସିବ। କାହିଁକି? ସେତେବେଳେ କଣ ଗାଇନିଂ ପ୍ରୋବ୍ଲେମ ନଥିଲା? ହଁ ଥିଲା। ହେଭି ବ୍ଲିଡିଂ, ଲେଟ୍ ପିରିୟଡ୍ସ, ପେଟ ଟାଣିବା ଆଉ ବନ୍ଧ୍ୟା ଦୋଷକୁ ହିଁ ଗାଇନିଂ ପ୍ରୋବ୍ଲେମ କୁହାଯାଉଥିଲା। ଆଉ ସେଟା ବି ବହୁତ ରେୟାର ଥିଲା। କିନ୍ତୁ ଏବେ ଏବେ ଏସବୁ କମନ ହୋଇଯାଇଛି। ପ୍ରତି 5 ଜଣ ଝିଅଙ୍କ ଭିତରେ 4 ଜଣ ପିସିଓଡି ଓ ପିସିଓଏସ୍ ର ଶିକାର। କହି ରଖେ ମୁଁ ମଧ୍ୟ ପିସିଓଏସ୍ ର ଶିକାର। କିନ୍ତୁ ଆଗକା ଜୀବନଶୈଳୀ ଏବେକା ଜୀବନଶୈଳୀ ଏତେ ଫରକ କେମିତି? ଆଗକା ମହିଳାଙ୍କ ଜୀବନଶୈଳୀ ଆଉ ଏବେକା ମହିଳାଙ୍କ ଜୀବନଶୈଳୀ ଏତେ ଅସନ୍ତୁଳିତ କାହିଁକି? କାରଣ ଆଗକା ମହିଳାମାନେ ଶାରୀରିକ ପରିଶ୍ରମ ଅଧିକ କରୁଥିଲେ, ଘରେ ତିଆରି ଖାଦ୍ୟ ଖାଉଥିଲେ, କ୍ଷେତରୁ ଆସୁଥିବା ପନିପରିବା ଖାଉଥିଲେ। କେମିକାଲ ଯୁକ୍ତ ଖାଦ୍ୟ, ଜଙ୍କ ଫୁଡ ଆଉ ପ୍ୟାକେଟ ଯୁକ୍ତ ମାନେ ପ୍ୟାକେଟ ଫୁଡ ଏସବୁ ବହୁତ ରେୟାର ଥିଲା। କିନ୍ତୁ ଆଜିର ଦ୍ରୁତ ଜୀବନ ଶୈଳୀ, ଷ୍ଟ୍ରେସ୍, ଖରାପ ଖାଦ୍ୟ ଅଭ୍ୟାସ ଯୋଗୁଁ ପିସିଓଏସ୍, ପିସିଓଡି ଭଳି ସମସ୍ୟା ପ୍ରାୟତଃ ଝିଅଙ୍କର ଜୀବନର ଅଂଶ ହୋଇଯାଇଛି। ପିସିଓଏସ୍, ପିସିଓଡିର ଅନେକ କାରଣ ରହିଛି। ଏଇ ଭିଡିଓରେ ମୁଁ ତ କେବଳ ଲାଇଫଷ୍ଟାଇଲ ଆଉ ଫୁଡ ହାବିଟ ବିଷୟରେ କହିଲି। ଯଦି ଆପଣ ପିସିଓଏସ୍, ପିସିଓଡି ସହିତ ଲଢୁଛନ୍ତି, ମନେ ରଖନ୍ତୁ ଆପଣ ଏକା ନୁହନ୍ତି। ମୁଁ ଆପଣଙ୍କ ସହିତ ମଧ୍ୟ ଅଛି। ସେୟାର ଦିସ୍ ରିଲ୍ସ with your wife, sister, daughter, or a friend who needs this support today. Let's spread awareness and support each other. Thank you.